ଆମେ ଗୋଟେ ଝିଅକୁ ନଲେଜ ରେ ହରେଇ ପାଇଲେ ନାହିଁ, ତାର କୌଣସି କାମରେ ତାକୁ ହରେଇ ପାଇଲେ ନାହିଁ, କିନ୍ତୁ ଯଦି ଆମେ ତାକୁ ଗୋଟେ ବ୍ୟାକ୍ ଟଚ୍ କରିଦବା ସେ ସେଇଠି ସଂକୁଚିତ ହେଇଯିବ। କାରଣ ସେଇ ଗୋଟିଏ ହଉଛି ଯୋଉ କୁହନ୍ତି ସ୍ତ୍ରୀ ଧନ, ସେ ସେଇଠି ସଂକୁଚିତ ହେଇଗଲା। କଲିକତାର ଆର୍ଜେକର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ମାମଲାରେ କମୁନି ପ୍ରତିବାଦ। ଏହାକୁ ନେଇ ସବୁଠି ପ୍ରୋଟେଷ୍ଟ ଏବଂ କ୍ୟାଣ୍ଡେଲ ଜାଳିବା ଦେଖିବାକୁ ମିଳିଛି। ତେବେ ଦର୍ଶକ ବନ୍ଧୁ, ହସ୍ପିଟାଲରେ ଡାକ୍ତରମାନେ ଅସୁରକ୍ଷିତ, ତାହେଲେ ଆଉ ସୁରକ୍ଷିତ କୋଉଠି ନାରୀମାନେ? ଏ ତମାମ ବିଷୟରେ ଆଲୋଚନା କରିବା ପାଇଁ ଆମେ ବର୍ତ୍ତମାନ ଅଛୁ ଯାଜପୁର ମେଡିକାଲରେ। ଆମ ସହିତ ଅଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡକ୍ଟର ସୋନାଲି ସାହୁ। ଆସନ୍ତୁ ତାଙ୍କ ସହିତ କଥା ହେବା, ଏଭଳି ମାନସିକତା କାହିଁକି ହେଉଛି ଏବଂ ଜଣେ ମହିଳା ଡାକ୍ତର ହିସାବରେ ସେ ହସ୍ପିଟାଲରେ କେତେ ସୁରକ୍ଷିତ ଅଛନ୍ତି ଏବଂ କଣ ଏହା ବିଷୟରେ କଣ ପ୍ରତିକ୍ରିୟା ରଖିବା, ସବୁ ବିଷୟରେ କଥା ହେବା। ଫାର୍ଷ୍ଟ ମ୍ୟାଡାମ ଆପଣଙ୍କୁ ସ୍ୱାଗତ କରୁଛି ନ୍ୟୁଜ 18 ଲୋକାଲକୁ। ଦେଖୁଥିବେ କେମିତି ଏବେ ମହିଳା ମାନେ ଅସୁରକ୍ଷିତ, ହସ୍ପିଟାଲରେ ବି ମହିଳା ଡାକ୍ତର ମାନେ ଅସୁରକ୍ଷିତ। ଆପଣ ଯେହେତୁ ପ୍ରତ୍ୟେକ ଦିନ ହସ୍ପିଟାଲ ଆସୁଛନ୍ତି, ସେମିତି କିଛି ଫେସ୍ କରିବାକୁ ପଡିଛି କି? ଭଗବାନଙ୍କ କୃପାରୁ ଏପର୍ଯ୍ୟନ୍ତ ମୁଁ ସେମିତି କେବେ ବି କିଛି ଫେସ୍ କରିନାହିଁ। ଆଉ ପ୍ରଥମ କଥା ହେଲା, ମହିଳା ମାନେ ଅସୁରକ୍ଷିତ ଏକା ଯେ ଡକ୍ଟରଖାନାରେ ସେମିତି ନୁହେଁ, ଡାକ୍ତର କିମ୍ବା ମେଡିକାଲ ଫିଲ୍ଡ ନୁହେଁ, ସବୁ ଫିଲ୍ଡ, ଇଭେନ ବେଳେ ବେଳେ ଲାଗେ କି ନିଜେ ଘରେ ବି ମହିଳା ଅସୁରକ୍ଷିତ ହେଇ ରହିଯାଉଛନ୍ତି। କାରଣ ସୁରକ୍ଷିତ କେତେବେଳେ ଆସେ, ଯେତେବେଳେ ଚିନ୍ତା ଆମର ସୁରକ୍ଷିତ ଥାଏ। ଆମ ଚିନ୍ତା ଶକ୍ତିଟା ହିଁ ବହୁତ ଅସୁରକ୍ଷିତ। ଆମେ ଭାବନାଟା ଆମର ବହୁତ ମନ୍ଦ ଭାବନା ଆମ ମନ ଭିତରେ ଏବେ ଘର କରିଗଲାଣି, ଯୋଉଥିରେ କି ମହିଳା ମାନଙ୍କର ଅସୁରକ୍ଷିତଟା କଣ, ପୁରୁଷ ମାନେ ବି ଏବେ ସୁରକ୍ଷିତ ନୁହନ୍ତି। ଏବେ ବି ଗୁଡାଏ ରିସେଣ୍ଟଲି ବହୁତ ଜାଗାରେ କେସରେ ବି ଜଣା ପଡିଛି ଯେ ପୁରୁଷ ମାନେ ବି ହ୍ୟୁମିଲେଟ ଆଉ ହାରାସମେଣ୍ଟର ମାନେ ଶିକାର ହଉଛନ୍ତି। ମହିଳା ମାନଙ୍କ କ୍ଷେତ୍ରରେ ଟିକେ ଅତ୍ୟଧିକ ମାତ୍ରାରେ ଆସୁଛି, ଯୋଉଠି ପୁରୁଷ ତୁଳନାରେ ମହିଳାଙ୍କ କେସ୍ ବହୁତ ମାତ୍ରାରେ, ମାନେ କହିବାକୁ ଗଲେ ଯୋଉ କହିଲେ ମାନେ 90% ମହିଳା ତ 10% ପୁରୁଷ ତାପରେ ମାନେ ଆର ଫେସ୍ ମାନେ ଶିକାର ହଉଛନ୍ତି, ଯୋଉ ହ୍ୟୁମିଲେସନ, ହାରାସମେଣ୍ଟ ଆଉ ଆମର ଦୁଷ୍କର୍ମ ସବୁ। କିନ୍ତୁ ଦେଖିବାକୁ ଗଲେ ମହିଳାଙ୍କ ଅସୁରକ୍ଷିତତା ଯେମିତିକି କେବଳ ହୁଏ କାହିଁକି, ଆମେ କହିବା କି ମ୍ୟାଡାମ ଆପଣ ମତେ କ୍ୱେଶ୍ଚିନ୍ କରିପାରିବେ କି ମ୍ୟାଡାମ ଏସବୁ ଜିନିଷ କାହିଁକି ହଉଛି, ତ ହଉଛି କଣ ପାଇଁ? ଦେଖନ୍ତୁ, ଏବେ ସମାଜରେ ମାନେ ଆମେ ଯଦି ଦେଖିବା, କଣ କହିବା, ମାନସିକତାଟା ଘରୁ ଆରମ୍ଭ ହୁଏ। ଗୋଟେ ମାନସିକତା କଣ, ସୁପିରିୟର, କିଏ ସେ ଅଧିକ ଭଲ, ମୁଁ ମାନେ ପୁରୁଷ ନା ମହିଳା। ଆଗେ ମହିଳା ମାନେ ଘର ଭିତରେ ରହି ଯାଉଥିଲେ, ଘର ଦେଖାଶୁଣା କରୁଥିଲେ, ବାହାରକୁ ବାହାରୁ ନଥିଲେ, ତାଙ୍କର ଦୁନିଆ ସହିତ ତାଳମେଳ ବହୁତ କମ ଥିଲା। ଏବେ ମହିଳା ମାନେ ସଶକ୍ତିକରଣ ହେଲେଣି, ନିଜ ଗୋଡରେ ନିଜେ ଠିଆ ହେବା ପାଇଁ ଚେଷ୍ଟା କରୁଛନ୍ତି। ତ କୋଉଠି ନା କୋଉଠି ଏଟା ପୁରୁଷ ମାନଙ୍କର ସ୍ୱାଭିମାନ ଉପରେ ମାନେ ଆଘାତ କରୁଛି, ଯେ ସେମାନେ କାହିଁକି ଆମଠାରୁ ସବୁ ମାତ୍ରାରେ ଭଲ। ତ ତାଙ୍କର ଯୋଉ କୁହନ୍ତି, ଆମେ ଇଂଲିଶରେ କହିଲେ ଇଗୋ, ଗୋଟେ ଇଗୋ ଉପରେ ହଟ୍ ହେଇଯାଉଛି, ତାଙ୍କ ଇଗୋକୁ ହଟ୍ ଆସୁଛି, ଆତ୍ମସମ୍ମାନ ଉପରେ ଆଘାତ ଲାଗୁଛି କି ସେମାନେ ଆମଠୁ ବହୁତ ଆଗକୁ ଚାଲି ଯାଉଛନ୍ତି, ଆମେ ବହୁତ ପଛରେ ରହିଗଲୁଣି। ସେମାନେ ଆମ ଓଡିଆରେ ଅଛି, ସେ ମୋ ମୁଣ୍ଡରେ ଚଢିକି କଥା କହୁଛି, ଯୋଉ କହିବା ଭଳିଆ କଥା। ତ ସେଇ ଯୋଉ ଦୃଷ୍ଟି ଶକ୍ତିରୁ ସେମାନେ ଇଚ୍ଛା କରିବେ କୋଉଠି ନା କୋଉଠି ଆମେ ତାଙ୍କୁ ଦବେଇକି ରଖିବୁ, ଚାପିକି ରଖିବୁ। ଆଉ ଯେତେବେଳେ ସେ କୋଉ କ୍ଷେତ୍ରରେ ପାରନ୍ତିନି ଚାପିବା ପାଇଁ, ଏ ଗୋଟିଏ ମାଧ୍ୟମ ଯୋଉଠିକି ସେମାନେ ମହିଳାକୁ ଚାପି ପାରିବେ। ଆମେ ଏଇଟା କହିପାରିବେ କି ମାନେ ପୁରୁଷ ମାନେ ହିଂସା ପରାୟଣ ହେଇକି ଏମିତି କରୁଛନ୍ତି? ନିଶ୍ଚିତ ଏଟା ହିଂସା ପରାୟଣତା ହିଁ କୁହାଯାଇ ପାରିବ। କାରଣ ଦେଖନ୍ତୁ, ଆପଣ ଯଦି, ଆମେ ଗୋଟେ ଝିଅକୁ ନଲେଜ ରେ ହରେଇ ପାଇଲେ ନାହିଁ, ତାର କୌଣସି କାମରେ ତାକୁ ହରେଇ ପାଇଲେନି, କିନ୍ତୁ ଯଦି ଆମେ ତାକୁ ଗୋଟେ ବ୍ୟାକ୍ ଟଚ୍ କରିଦବା ସେ ସେଇଠି ସଂକୁଚିତ ହେଇଯିବ। କାରଣ ସେଇ ଗୋଟିଏ ହଉଛି ଯୋଉ କୁହନ୍ତି ସ୍ତ୍ରୀ ଧନ, ସେ ସେଇଠି ସଂକୁଚିତ ହେଇଗଲା। ତ ସେଇ ଗୋଟେ ଜିନିଷ ପୁରୁଷ ଫାଇଦା ନେଇ କି ହଁ ଏଇ ଜାଗାରେ ମୁଁ ତାକୁ ହରେଇ ଦେଇ ପାରିବି, ଆଉ ସେଇଟା ହିଁ ସେ କରେ। ମ୍ୟାଡାମ, ଯେହେତୁ ଆପଣ ଜଣେ ମାନସିକ ରୋଗ ବିଶେଷଜ୍ଞ, ଏଭଳି ମାନସିକତା ପୁରୁଷ ମାନଙ୍କର କାହିଁକି ଆସୁଛି? ମାନସିକତା ଦେଖନ୍ତୁ, ଆଗେ ଆମେ ସବୁବେଳେ କହିବା କି ଇଣ୍ଟରନେଟ ଆଗେ ବି ଏତେ ନଥିଲା। ଏବେ ଇଣ୍ଟରନେଟ ର ଚାହିଦା ଆଉ ବ୍ୟବହାର ତ ବହୁତ ହଉଛି ବ୍ୟବହାର, ଯାହା ଫଳରେ କଣ ହଉଛି ନା, ଇଣ୍ଟରନେଟରେ ଆମେ ଗୋଟେ ସାଇଟ ଆମେ କୁହାଯାଉ ପର୍ନୋଗ୍ରାଫି ମାନେ ଯୋଉଥିରେ ଅଶ୍ଳୀଳତା ଭିଡିଓ ଆଉ ମାନେ ବହୁତ ମାନେ ଫିଲ୍ମ ବି ତିଆରି ହେଇକିରି ସେଥିରେ ଅପଲୋଡ ହଉଛି। ଆଉ ସବୁଠୁ ମାନେ ଦୁଃଖର ବିଷୟ ଯେ ଏଇ ସବୁ ଜିନିଷ ଫ୍ରିରେ ଚାଲୁଛି, ବହୁତ କମ ଇଏରେ ଫ୍ରିରେ ସମସ୍ତେ ଆରାମସେ ଦେଖି ପାରୁଛନ୍ତି। ତ ଆଉ ତାପରେ ଆସୁଛି ଇମୋସନାଲ ଡିଷ୍ଟରବାନ୍ସେସ୍, ଯୋଉଟା କି କୁହାଯାଏ କି ଯଦି ଜଣେ ଇମୋସନ ମାନେ ତା ନିଜ ଭାବନା ଉପରେ ତାର ନିଜର ମାନେ କଣ କରାଯାଏ, ଆମର ସ୍ଥିରତା ନାହିଁ, ଅସ୍ଥିର ମନ ଅଛି, ତାହେଲେ ସେଠି ବି ଗୋଟେ ପ୍ରକାରର ମାନେ ମାନସିକତାର ତାର ବହୁତ ଦୁର୍ବଳ ହେଇଯାଏ ଗୋଟେ ଲୋକର।
तो पोर्नोग्राफी माने मनुष्य सब देखुची एबे तो आमे देखिबा इंस्टाग्राम रील्स रे भी बहुत अश्लीलता वीडियो चलची सब जोटा कि सेमानंकु उत्साह दउची जे एई जिंस करिबा पाई सेमाने आ निज भावना ऊपर तांकर कंट्रोल रहि पारुनी जोता कि से अटैक माने गोटे एनिमल काइंड ऑफ बिहेवियर तांको भीतर माने आविर्भाव होउची से इच्छा करछन जे आमे आको केमिति कंट्रोल करिमु आ सेटा केमिति कंट्रोल हेई परिबो मनीष ता घरु ता परिवेश रु शिक्षा नै किरी ताको आम भीतर गोटे अवेयरनेस पर्यंत हेउनी स्कूल मानकर सेक्स एजुकेशन प्रॉपर्ली दिया जाउ नाही शिक्षा दीक्षा जदि कमिबो आ शिक्षा दीक्षार जो भल शिक्षा दीक्षार अभाव हेले ही ए सब जिंस देखा जाय मैडम आमे एभଳି मानसिकता को किभଳି भाବରେ परिवर्तन करिପାରିबा? परिवर्तन पाई आमे प्रथमे आम घरु जदि आपण देखुन जदि गोटे घरे जदि धर जने स्वामी स्त्री अछंती स्त्री सेठी जदि काम करूछ स्वामी सेठी ताको सम्मान दउन ताको रेस्पेक्ट दउन तो ताहार जे पिल्ला रहिले जो माने जो पिल्ला माने थिबे सेठु कोन शिक्षा पाइले डोमिनेटिंग जे आमे गोटे स्त्री जाति को डोमिनेटिंग असम्मान करिबा डोमिनेटिंग करके रखिबा तो से जगह से जो शिक्षाटा से आगु को बढ़िबो आगु को बढ़िले से घरु समाज को गला समाज रे से बहुत स्त्री लोकंक सहित मिसिबो जो नारी जाति सहित मिसिबो ताको भी से इच्छा करबो मु डोमिनेट करके रखिबे किंतु सब जगह तो सम्मान न थाए तो ए सब जिंस को जदि रोकिया पई हेले आगे आमे घरु आरंभ करिबा घरु स्कूल रे भी बहुत भल शिक्षा देबार अछि आमे पुओ झियो उभय नुहे जे खाली आमे झियो किंबा को ता नुहे आमे झियो को उभय में शिक्षा देबा पड़िबो तापर जदि जने कॉलेज जाउछ माने प्रत्येक क्षेत्र रे जदि आमे आरो गोटे शिक्षा जो माने शिक्षा भावना माने कोहडा कहते शिक्षा माध्यम रे तांको आमे अवेयरनेस करेबा कि केते दूर पर्यंत भूल आ केते दूर पर्यंत ठीक जेमति कि गुड टच कोन बैड टच कोन आ करिबा कथा कि नाही आमे केमति तांको सम्मान देबा तांको सहित केभଳି भाबरे आमे माने दूरता रखी के कथा बार्ता करबा बहुत जिंस अछि गोटे शिष्टाचार जोटा को कहा जाय ए सब जिंस शिक्षा हमको देबा को पड़िबो आ आमे ही परिवर्तन करि परिबो के परिवर्तन करि परिबो निश्चित भावे मैडम आपको बहुत बहुत धन्यवाद अपने के समय रे धन्यवाद निश्चित भाव दर्शक बंधु आपण जो भाव शुणुते जदि मानसिकता परिवर्तन हम ताहले सबकिछि परिवर्तन हो गोटे पिला को घर प्रथमे बापा माँ माने शिक्षा देवा कथा क्या केमिति सम्मान करा जाए एवं नारी जाति हो किंबा पुरुष जाति उभय को समान शिक्षा देवार आवश्यकता रही। जाजपुर मनीषा राउत का रिपोर्ट न्यूज 18 लोकल।